ମେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ, ଭାରତୀୟ ଦୌଡ଼କୁଦ ସଂଘ ଏବଂ ଭାରତୀୟ ଖେଳ ପ୍ରାଧିକରଣଙ୍କ ମିଳିତ ଆନୁକୂଲ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ମହିଳାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆକୃଷ୍ଟ କରିବା ପାଇଁ ଏକ ଦୌଡ଼କୁଦ ପ୍ରତିଯୋଗିତାର ଆୟୋଜନ କରାଯିବ। 14 ବର୍ଷ ଓ 16 ବର୍ଷରୁ କମ୍ ବାଳିକାମାନଙ୍କ ପାଇଁ ଏହା ଆୟୋଜନ କରିବାକୁ ଭାରତର ସମସ୍ତ ଜିଲ୍ଲା କ୍ରୀଡ଼ା ସଂଘକୁ ଦାୟିତ୍ୱ ଦିଆଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡ଼ା ସଂଘ କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତା 30 ତାରିଖରେ ପରମିଟ୍ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରୀମାନେ ନିଜର ଆଧାର କାର୍ଡ଼ ଏବଂ ପ୍ରଧାନ ଶିକ୍ଷକ ବା ପ୍ରଧାନ ଶିକ୍ଷୟିତ୍ରୀମାନଙ୍କଠାରୁ ଜନ୍ମ ପ୍ରମାଣପତ୍ର ଆଣି 18 ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ଏହି ପ୍ରତିଯୋଗିତାରେ ଏଏଫ୍ଆଇର 3 ଜଣିଆ ସ୍କାଉଟିଂ ପାର୍ଟି ଉପସ୍ଥିତ ରହି ପ୍ରତ୍ୟେକ ବର୍ଗର ଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କଲେ ସେମାନଙ୍କୁ ସାଇ ହଷ୍ଟେଲ ବା ଭାରତୀୟ ଖେଳ ପ୍ରାଧିକରଣଙ୍କ ହଷ୍ଟେଲରେ ସିଧାସଳଖ ଆଡମିସନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ତେବେ ପ୍ରତ୍ୟେକ ଛାତ୍ରୀ ଗୋଟିଏ ଲେଖାଏଁ ଖେଳରେ ଭାଗ ନେଇପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ସହକାରୀ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉପସଭାପତି ଅମର କୁମାର ମହାନ୍ତି, ଜଗଦୀଶ ଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ବୀରେନ୍ଦ୍ର କୁମାର ସ୍ୱାଇଁ, ସଞ୍ଜୟ କୁମାର ଲେଙ୍କା, ଜନ୍ମେଞ୍ଜୟ ଦେ, ନିମାଇଚରଣ ରାଉତରାୟ, ସୁଜୟ କୁମାର ଆଚାର୍ଯ୍ୟ, ସଞ୍ଜୟ କୁମାର ଗିରି, ରବୀନ ମିତ୍ର, ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ରବୀନ୍ଦ୍ର ସାହୁ, ଅକ୍ଷୟ ଆସ ପ୍ରମୁଖ ଉପସ୍ଥିତ ଥିଲେ।